ଏହି ଚକକୁ ଦେଖୁଛନ୍ତି, ଏହା ଭିତରେ ଅନେକ ଦଣ୍ଡ ରହିଛି। ଏହି ସମୟରେ ଗୋଟିଏ ଦଣ୍ଡ ସ୍ଥିର ରହିଛି। ଗତି ମିଳିବା କ୍ଷଣି ପ୍ରଥମ ଦଣ୍ଡ ସ୍ଥାନରେ ଦ୍ୱିତୀୟ ଦଣ୍ଡ, ତାପରେ ତୃତୀୟ, ଚତୁର୍ଥ, ଏମିତି ହୋଇ ଗୋଟିଏ ପରେ ଗୋଟିଏ ଜଣେ ଜଣଙ୍କର ସ୍ଥାନ ଗ୍ରହଣ କରି ନେଇଥାନ୍ତି ଏବଂ ଏହା ନିରନ୍ତର ଗତିଶୀଳ ହୋଇ ରହିଥାଏ। ଠିକ୍ ସେହିପରି ସାମ୍ରାଜ୍ୟରେ ମଧ୍ୟ ଏହିଭଳି ପରମ୍ପରାଗତ କର୍ମ ଚାଲିଥାଏ। ଯେମିତି ଗୋଟିଏ ରାଜାଙ୍କ ପରେ ତାଙ୍କ ପୁତ୍ର ହିଁ ରାଜା ହୋଇଥାଏ, ଆଉ ପରେ ତାଙ୍କ ପୁତ୍ର। ଏଥିରେ କିଛି ଖରାପ ନଥାଏ, କିନ୍ତୁ ସର୍ତ୍ତ ଏହା ଯେ ରାଜାଙ୍କ ପୁତ୍ର ବି ରାଜାଙ୍କ ଭଳି ଯୋଗ୍ୟ ଶାସକ ହୋଇଥିବା ଆବଶ୍ୟକ। ସେହିଭଳି ସୁଚାରୁ ରୂପେ ରାଜ୍ୟର କାର୍ଯ୍ୟଭାରକୁ ତୁଲାଇବାର ସାମର୍ଥ୍ୟ ରହିବା ଦରକାର, ନଚେତ୍ ଏହାର ମୂଲ୍ୟ ପ୍ରଜାଙ୍କୁ ଦେବାକୁ ପଡ଼ିଥାଏ। ଏହି କୁଚକ୍ର ଭିତରେ ଦଳିଚକଟି ହୋଇଯାଆନ୍ତି ନିରୀହ ପ୍ରଜା ଓ ସେମାନଙ୍କ ଭବିଷ୍ୟତ। ଏହି ସମୟରେ ଏହି କୁଚକ୍ରକୁ ରୋକିବାର କେବଳ ଗୋଟିଏ ମାତ୍ର ମାର୍ଗ ଥାଏ, ଗୋଟିଏ ଯୋଗ୍ୟ ଶାସକର ଚୟନ, ଯିଏ ବର୍ଷ ବର୍ଷ ଧରି ଚାଲି ଆସୁଥିବା ଅରାଜକତାକୁ ସମାପ୍ତ କରି ପ୍ରଜାଙ୍କୁ ଗୋଟିଏ ସ୍ୱର୍ଣ୍ଣିମ ଉଜ୍ଜଳ ଭବିଷ୍ୟତ ପ୍ରଦାନ କରିବ ଏବଂ ପୁନଃ ଏହି ଚକ୍ରକୁ ସଶକ୍ତ ଗଠନ କରି ତୀବ୍ର ଗତି ପ୍ରଦାନ କରିପାରିବ। ନୀତି ମୋର, ନିୟତି ଆପଣଙ୍କର।